ଏବେ ଏବେ ଖୁସି ଖବର ଆସିଗଲା ସୁଭଦ୍ରା ଯୋଜନାକୁ ନେଇକି ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ବହୁତ ବଡ଼ ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନାରେ ଯେଉଁମାନେ ବଞ୍ଚିତ ଅଛନ୍ତି ସେମାନଙ୍କୁ ପୁଣି ଟଙ୍କା ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଘୋଷଣା କରିଛନ୍ତି। ଆଉ ଯେଉଁମାନେ ଯୋଗ୍ୟ ପ୍ରକୃତରେ ପାଇବେ ଆଉ ଯେଉଁମାନେ ଅଯୋଗ୍ୟ ସେମାନଙ୍କର ନାମଟି କାଟିବେ ସୁଭଦ୍ରା ଯୋଜନାରୁ। ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ମଗାଯାଇଥିବା ତଥ୍ୟ ସେମାନଙ୍କ ଯୋଗ୍ୟ ହିତାଧିକାରୀ ଥିବେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ଯେଉଁମାନେ ଅଯୋଗ୍ୟ ଥିବେ ସେମାନଙ୍କ ନାମ କଟିବ। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛି। ସେମାନେ କାହିଁକି ବଞ୍ଚିତ ହେଲେ, ରାସନ କାର୍ଡ଼ ଅଛି କି ନାହିଁ, EKYC ଅପଡେଟ୍ କିଛି ହୋଇଛି କି ନାହିଁ ଏବଂ ଅନ୍ୟାନ୍ୟ ଯାହା ଦରକାର ତାହା ତର୍ଜମା କରିବା ପାଇଁ ଆଜି 12:30ଟାରେ ବସିବ ସମୀକ୍ଷା ବୈଠକ। ଏଥିପାଇଁ ସବୁ ବିଭାଗର ଅଧିକାରୀମାନଙ୍କୁ ଡକାଯାଇଛି। ଯେଉଁମାନେ ପୂର୍ବରୁ ସୁଭଦ୍ରା ଟଙ୍କା ପାଇଥିଲେ ଏବେ 2ଟି ଯାକ କିସ୍ତି କଟିଯାଇଛି। ଏକାବେଳେ ସେମାନଙ୍କୁ 2ଟି ଯାକ କିସ୍ତି ଦିଆଯିବ। ତେଣୁ ଏହିଭଳି ଅନେକ ଅଭିଯୋଗ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ହସ୍ତଗତ ହେବା ପରେ ବିଭାଗ ଏହିପରି ନିଷ୍ପତ୍ତି ନେଇଛି। ଏଥିରେ ବିଚଳିତ ହେବାର କିଛି ନାହିଁ। ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନେ ଯୋଗ୍ୟ ହୋଇଥିଲେ ନିଶ୍ଚୟ ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବହୁତ ବଡ଼ ଖୁସି ଖବର କହିଛନ୍ତି। ଆଉ ଯେଉଁମାନେ ଯୋଗ୍ୟ ପ୍ରକୃତରେ ଆଜି ପର୍ଯ୍ୟନ୍ତ ଯୋଗ୍ୟ ହୋଇକି ମଧ୍ୟ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସେମାନେ ନିଶ୍ଚିତ ପାଇବେ ଯଦି ଯୋଗ୍ୟ ଥିବେ। ଆଉ ଯେଉଁମାନେ ଅଯୋଗ୍ୟ ସେମାନଙ୍କର ନାମ କଟିବ। ଯେଉଁମାନେ ଯୋଗ୍ୟ ପ୍ରକୃତରେ ସୁଭଦ୍ରା ଟଙ୍କା ପାଇବା ପାଇଁ ସେମାନେ ନିଶ୍ଚିତ ପାଇବେ। ଆଉ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଘୋଷଣା କରିଛନ୍ତି ନିଶ୍ଚିନ୍ତ ପାଇବେ ଯେଉଁମାନେ ପାଇନାହାନ୍ତି। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।